କାଲି ତମର ଟିକେ ଅନ୍ଧାର ରାତିର ଅନୁଭୂତିଟା ଟିକେ କୁହ। କଳି କରୁଛନ୍ତି କାଲି ରାତି ଗୋଟାଏ। ଚାଲ ଷ୍ଟାର୍ଟ କଣ ହେଇଗଲା ଗାଡ଼ି ଓଦାରେ ଥିଲା କି କାଲି ବର୍ଷାରେ? ଏଇଟା ହେଉଛି ମାଙ୍କ ପାଦୁକ କୁଣ୍ଡ। ମୋ ଚପଲ ପାଣି କାଲି ଓଦା ହେଇଛି ଫୁଲି ଯାଇଛି କିନ୍ତୁ ବୋ ବାଡ଼ି ସାଇଲି ସନ୍ତୁଳା ରୁଟିବୁ ଲୁଣ ଲଙ୍କା ନାହିଁ। ଭଲ ହେଇଛି ବଡ଼ ପଣ୍ଡା ଭଲ ହେଇଛି ହେଲା। ଆଉ ଟିକେ ଲଙ୍କା ମାରି ଦେଇଥାନ୍ତେ। ଆଜି ତ ସୋମବାର ସକାଳୁ ଭାଇ ସାଙ୍ଗରେ ଯାଇ ମନ୍ଦିର ପଳେଇ ଆସିଲି। ଏଇଠି ତ ଏମିତି ଅଛି ଟିକେ ଡିଷ୍ଟାନ୍ସ ମାନେ ଦୂରରେ ଗୋରେଖନାଥ ମନ୍ଦିର ବି ଅଛି। ସେମିତି ସ୍ପେସିଫିକ୍ ଗୋଟେ ସିଙ୍ଗଲ ଶିବ ମନ୍ଦିର କେଉଁଠି ନାହିଁ। ତ ଏଠି ମାଆଙ୍କ ମନ୍ଦିର ଶାଳା ମାଆଙ୍କ ମନ୍ଦିର ଭିତରେ ଛୋଟ ଜଗନ୍ନାଥ ମନ୍ଦିରଟେ ଆଉ ମହାଦେବଙ୍କ ମନ୍ଦିର ଅଛି। ତ ସେଠି ହିଁ ଯାଇ ଦର୍ଶନ କରିଦେଇ ପଳେଇ ଆସିଲି। ଆଉ ଆସିକି ଭାଇର ମୋର ମିଶିକି ବି ଖାଇସାରିଲୁଣି ରୁଟି ଆଉ ସନ୍ତୁଳା। ଆଉ ମାଆଙ୍କ ମନ୍ଦିର ଯାଇଛ ମାନେ ଚନ୍ଦନ ସିନ୍ଦୁର ଏମିତି ଲଗେଇ ଆସିବନି, ମାଆଙ୍କ ମନ୍ଦିର ଯାଇ ଲାଭ କ'ଣ ଅଛି। ଆଉ ଏବେ ଏମିତି ଚନ୍ଦନ ଯାତ୍ରା ଟାଇମ୍ରେ ମାଆଙ୍କ ମନ୍ଦିରରେ ଯେଉଁ ରାଉଳ ନନାମାନେ ଯିଏ ଆମର ଅଛନ୍ତି ସେ ତ ପୁରା ଏତେ ସାରା ଫୁଲ୍ ପୁରା ଚନ୍ଦନ ଲଗେଇ ଦେଇଥିବେ ପୁରା। ହଁ ବା ଏଇଠି ସି କରିଦେଇ ପଳେଇଛି। ଘର ଯାଙ୍କ ମୋ ଝିଆରୀ ଖାଲି ସବୁଆଡ଼େ ସି କରିଦେଉଛି ତାର। ହଁ ବା ସବୁ ଭାଉଜ ସେଥିପାଇଁ କହୁଛି ରୁମ୍ ସ୍ପ୍ରେ ପକା, ସେ ପକଉନାହାନ୍ତି ବି। ତ ଆଜି ତ ପଳେଇବୁ ଲଞ୍ଚ ସାରିକି ହିଁ ମୁଁ ଯିବି। 2:30 3ଟା ସୁଦ୍ଧା ଗୋଟେ ଟ୍ରେନ୍ ଅଛି। ତ ସେଇଥିରେ ହିଁ ପଳେଇବି। ବୋଉକୁ ବି ସାଙ୍ଗେ ନେଇକି ଯିବି। ତାକୁ ସାନ ଭାଇ ପାଖରେ ହିଁ ଛାଡ଼ିଦେବି ଭୁବନେଶ୍ୱର, କାରଣ ମୋ ପାଖରେ ତ ରହିପାରିବନି। ଅଙ୍ଗନବାଡ଼ି ଦିଦି ନା ବୁଝ କହୁଥିଲି ନା ଅଙ୍ଗନବାଡ଼ି ଆଶା ଦିଦି ମୁଁ ଭୁଲ ଇ ଗେଲି ତୋର ହଁ ଦିଟା ନେଇଯିବେ ସେ ବୋଉ ସେ ବୋଧେ ସୋନି ଗାଧଉଥିବ ଆଉ ମୁଁ ତ କହିଲି ତୁ ଗାଧଉଥା ମୁଁ ଆଉଛି ଆଉ ନେଇଯିବ ନା ରଖିଦେବି ନା ମୁଁ ନେବି ନା କାଲି କାଲି କେତେବେଳେ ଏମିତି ଏଇ 10ଟା ବେଳକୁ ଯିବ ଆଉ 10ଟା ବେଳକୁ ହଁ କରୁଛି ତମ ଦେହ କେମିତି ଅଛି? ମୁଁ କାଲି ଦେଖା ହେଲି ସେଦିନ କଣ କରିବା ଏଇ କାମ ଚାଲିଛି। କାଲି VHL ମିଟିଂ ଅଛି ତ କହିବାକୁ ପଡ଼ିବ। ବହି କଲେକ୍ସନ କରିବାକୁ ପଡ଼ିବ। ସେ ବହି କ'ଣ କାଲି ଆସିବେ କାଲି 10ଟା ବେଳକୁ କହିବି ତ ଭାଉଜ 10ଟା ନୁହଁ ଆଉ ବେଳକୁ ପଡ଼ିବ 9ଟା ବେଳକୁ 9:30 ଭିତରେ ଆଉ ମର୍ଣ୍ଣିଂ ସିଫ୍ଟ ତ ଆଚ୍ଛା ଆଚ୍ଛା ସକାଳୁ ଚାଲିଛି 7ଟା ବେଳକୁ ଆମେ ଯିବୁ। ମୁଁ କହିଲି ପୁଣି କ'ଣ ମୋ ଝିଆରୀ ପୁତୁରା ପାଇଁ ଆହୁରି କ'ଣ ମିଳିବ ବୋଧେ। 10,000 ଟଙ୍କା ତାର ମିଳିବ। ହଁ ଆଗରୁ 5 ଥିଲା ମୋ ଝିଆରୀ ହେଲା ବେଳେ 10,000 ଖାଇବିନି ପଛେ କରିବିନି। ଗୁଣ୍ଡ ତାର କଲୁନୁ କରିପାରିନୁ ଓଦା ହେଇଗଲା ଚଳିଲେନି ଆହୁରି ଗୁଣ୍ଡ ତାର ରଖିଛୁ ଦି ଦିନ ଆସିବେ ଏ ବିନୋଦ ଏଇ ଭାଉଜ ଏଇ ଗେଲି ରହ ଟିକେ ଏଛି କାଲି ତମର ଟିକେ ଅନ୍ଧାର ରାତିର ଅନୁଭୂତିଟା ଟିକେ କୁହ। ଆରେ ନାଇଁ ସତରେ ମୁଁ ଭାବୁଛି ମୁଁ ସ୍ୱପ୍ନ ଦେଖୁଛି ବୋଲି ହେଲା। ବାପା ସତରେ କିନ୍ତୁ ଆମ ପାଖକୁ ଯାଇଥିଲି ସକାଳୁ। ମୁଁ ଭାବୁଛି ସ୍ୱପ୍ନ ଦେଖୁଛି ବୋଲି। ସେଠିକି ଚାଲ କାହିଁ ପକେଇବି ମା ବାପା ଯେତେବେଳେ ଉଠିଗଲେ ମାକୁ ଡାକିବାକୁ ମୁଁ ଜାଣିଛି ମୋ ନିଦ ଭାଙ୍ଗିଲା ତାହେଲେ ଫୁଣ୍ଡି ନିଦ ଇନଭର୍ଟର କେତେବେଳେ ଚାର୍ଜ ଶୋଇଲା ରାତିରେ ବାପା ଶୋଇବାକୁ କାଲି ମେଘ ପବନରେ ବୋଉର ମୋର ଆମେ ଛାତ ଉପର ଘରୁ ଉପର ରୁମକୁ ପଳେଇଲୁ ଶୋଇବା ପାଇଁ। ଝରକା ଫରକା ଖୋଲିଦେଲୁ ଆରାମସେ ଥଣ୍ଡାରେ ମା ଝିଅ ଶୋଇଛୁ। କିନ୍ତୁ ଏମାନେ ବାପା ଉଠୁନଥିଲେ ଯେହେତୁ ମୁଁ ଆସି ରୁମରେ ପଟିଗଲେ କଳି କରୁଛନ୍ତି କାଲି ରାତି ଗୋଟାଏ। ମୁଁ ତାଙ୍କୁ କହୁଛି ତମେ ଏଇଠି ମଶାରୀ ଟାଣୁଛି ଏଇଠି ଶୋଇପଡ ଆଉ ଦାଣ୍ଡରୁ ଯିବ ନା ଯାଇକି ମୁଁ ବିଞ୍ଚି ପାରିବିନି। ଆରେ ମୁଁ ଭାବିଥିଲି କଣ କହିଲ ତମେ ଉପରକୁ ଆସିବ ବୋଲି। ଉଠିଲା ନେଇଯିବ ମୁଁ ଜାଣିଛି 3ଟା ରୁମରେ 3ଟା ଫ୍ୟାନ୍ ଲାଗିଲାଣି ମାନେ ନିହାତି ରାତି 1 କି 2ଟା ରାତିରେ ଯିବ। ଏମିତିରେ ଇନଭର୍ଟର ଏମିତିରେ ବି ପାଣି ନଥିଲା ଆମେ ପକେଇଛୁ ଅଳ୍ପ ଆଉ ଆସିଲା ପରେ ପଡ଼ିନି।
ସେଇଠୁ ତାଠୁ ଭଲ ରାତି 3ଟା ରାତିରେ ଉଠିକି 2ଟା ରାତିରେ ନାଟ କରିବା ଅପେକ୍ଷା ମୁଁ କାହିଁକି ସେ ଝରକା ଫରକା ଖୋଲିକି ଶାନ୍ତିରେ ନ ଶୋଇବୁ। ମଶା ବି ଟିକେ ମୁଁ କାମୁନାହାନ୍ତି। ବାପା ଯାଇ ଭୋରୁ କହୁଛନ୍ତି ଶୀତ ଲାଗିଲା ଯୋଉ ବେଡସିଟ୍ ଗୋଡେଇ ଶୋଇଲି। ସେଦିନ ଆମେ ଝରକା ମୁଁ ବନ୍ଦ କରିଦେଲିନି। ହଁ ତମେ ତ ମୁଁ ତଥାପି ବେଡସିଟ୍ ଉଠିକି ଶୋଇ ନଥିଲି କି ସେଦିନ। ବାପା ଆସି ଭୋରୁ କହୁଛନ୍ତି ଆଉ ତମେ ମା ଝିଅ ବଢିଆ ଶୋଇଛ ଯାହା ହଉ ତମ ମଶା କାମୁନି। ମୁଁ ତାଙ୍କୁ ବି ଉତ୍ତର ଦେଇଛି ନାହିଁ, ମୁଁ କିନ୍ତୁ ଭାବୁଛି ମୁଁ ସ୍ୱପ୍ନରେ କହିଛି ବୋଲି। ଗୋଟେ କହୁଛି ଟିକେ ଘୁଞ୍ଚିଗଲା ମୁଁ ଟିକେ ଶୋଇପଡେ ଏଇଠି। କାଲି ଆକ୍ଚୁଆଲି ଏତେ ଜୋରେ ମେଘ ପବନ ବର୍ଷାରେ ଆମର ଲାଇନ୍ ପଳେଇଥିଲା। ଇନଭର୍ଟର ତ ଚାର୍ଜ ସରିଗଲା ରାତି 12ଟା 1ଟା ବେଳକୁ ସରିଯାଇଛି। ସବୁ ଗରମରେ ଏଇଠି ମଶା ବାଡେଇଛନ୍ତି ଆଉ। ତୁ ମଶା ବାଡେଇଛୁ? ହଁ ତୁ ତ ବାଡେ ମଶା କାମୁଡିଲେ ତତେ। ଆକ୍ଟିଂ ରେ ମାହିର ତମ ଝିଅ, ଆକ୍ଟିଂ ରେ ମାହିର। ସେ ଘର ଭିତରେ ସିଏ କରିବ, ସେ ଘର ଭିତରେ ସିଏ କରିବ, ବାରିରେ କାହିଁ କରିବ, ବାଥରୁମରେ କାହିଁ କରିବ। ଗନ୍ଧିଆ ପିଲା ଗ ପିଲା ଆଉ ଗଲା। ବୋଉ ଭାଉଜ ବୋଉ ଏମିତି କହୁଛି ମାସ 1.5 ମାସ ପାଇଁ ଯାଉଛି। କହୁଛି ଆଇଲା ଭାଉଜ ଏମିତି କଣ କହିଲାଣି। କହୁଛି ମାଙ୍କର ଏଇନେ ରଜ ପଡିଛି। ମାମୁଁ ଘର କଉ ମା କୁଆଡେ ଯିବ ମାମୁଁ ଘର? ମାମୁଁ ଆସିବେ ସାନ ବଡ ମାମୁଁ। ନା ଜମା ବିଶ୍ୱାସ କରନା ମାମୁଁଙ୍କ କଥା। ନା ମାଇଁ ବି ଏମିତି କହିଦେଇଛନ୍ତି। ମୁଁ ମାଇଁକି ମଝିରେ ଫୋନ କରିଥିଲି। ମାଇଁ ମୋ ଭିଡିଓ ଦେଖୁଛି। ମାଇଁ ବୋଉ ଖାଲି କଣ କହୁଛି ଶୁଣୁଥିବ। ମାଇଁ ମୋ ଭିଡିଓ ଦେଖୁଛି। କିଏ ଦେଖୁ କି ନା ତୁ ମାଇଁ ମୋ ଭିଡିଓ ଦେଖେ ସବୁ। ନା ମୋ ସାନ ମାଇଁ ସବୁ ଭିଡିଓ ଦେଖେ। ଯୋଉ ହଁ ଇରେ ଦିନେ ବୋଉ ମତେ ଫୋନ କରି କହୁଛି ତୁ ମଟନରେ କଣ ଏତେ ପାଣି ଦେଇଦେଇଛୁ। ମୁଁ କହିଲି ମୁଁ ମଟନରେ ଯଦି ଏତେ ପାଣି ଦେଇକି ରୋଷେଇ କଲେ ହଷ୍ଟେଲରେ ତୁ କେମିତି ଜାଣିଲୁ? ମାଇଁ ଦେଖିକି ଭିଡିଓରେ ବୋଉକୁ ଫୋନ କରି କହିଛନ୍ତି ସେ କଣ ମଟନରେ ଏତେ ପାଣି ଦେଇଦେଇଛି। ନା ନା ମାଇଁ ସାନ ମାଇଁ ସବୁବେଳେ ଦେଖନ୍ତି ଭିଡିଓ। ମାଇଁ ବି ଫୋନ କରନ୍ତି। ମାଇଁ ଏବେ ଲାଷ୍ଟ ଟାଇମ ମାଇଁ ମଝିରେ ମଝିରେ ଫୋନ କରି 1:30 ନା ମାଇଁ ଏମିତି କହିଦେଇଛନ୍ତି ଜମା ଆସିବେ ନାହିଁ ମାମୁଁ। ସତରେ ରଜକୁ ଯିବ। ମାଇଁ ଦେଖିକି ନହେଲେ ପଚାରିବ ଆଉ। କହିଲି ତୁ ମାମୁଁ ଘରକୁ ଯିବୁ? ହଁ ତତେ ସବୁଆଡିକି ଯିବା ନିହାତି ଦରକାର। ବାପା ପଚାରୁଛନ୍ତି ତୁ ଆସିବୁ ମୁଁ ଯିବି ଆସିବୁ କି ନା। ସେ ଏମିତି ଅଜାକୁ ମୁହଁ ଉପରେ ନାଇଁ କରୁଛୁ ଆଉ। ବାବା କହିଲେ ମୁଁ ତତେ ଯିବି କାରରେ ନେଇ ଆସିବି। କାରରେ ଯିବି ମୋଟର ସାଇକେଲ ଯିବୁ। ସେ ଜେଜ ଗାଡି ମୁଁ କହିଦେଇଥିବ ଆଉ। କିନ୍ତୁ ତାର ସନ୍ଧ୍ୟାବେଳେ ଟିକେ ବଜାର ନଗଲେ ତାର ହଉନି। ଛାଡ ଆମର ଏଇଭଳିଆ ଥିଲା ହଉଛି ଆମ କଣ ଅନ୍ଧାରର ଅନୁଭୂତିଟା। କାହିଁକି ଭାଉଜ ଝିଅର ମସଲା ପାରିକି ଆସିଥିଲି ବୋଧେ ତାଙ୍କ ପାଇଁ ବାପା ସେଠି ଶୋଇପଡୁଛନ୍ତି। କୋଉଠି? ଦାଣ୍ଡରେ। ଭାଇ ତ ସୋଫା ଉପରେ ଶୋଇଥିଲା କହିଲା। ମୁଁ ତଳେ ମସଲା ପାରିଥିଲି ତକିଆ ଆଡେ ପକେଇକି ଯାଇଥିଲି। ବାପା ତାର ଉଠିକି ଆଗ ଯାଇଛନ୍ତି। ନା ନା ତମ ଭାଇ ଶୋଇଥିଲେ ବୋଲି ମୁଁ ରାଗି ଯାଇଥିଲି ମସଲା ତକିଆ ଦେଇକି ଯାଇଥିଲି। ଓହୋ ଏଠି ବିଞ୍ଚିଲାନି ପଳେଇଲା ବୋଲି ରାଗିକି ପଡୁଛି। କହିଲେ ମୋର କିଏ ବିଞ୍ଚିବ ତମେ ଆଗରୁ ମୁଁ ଶୋଇବିନି ନା ରାତିରେ। ଡାକିଲୁ ମତେ କାଇଁ ଖାଇବା ଡାକିଲୁନି? ଡାକି ମତେ ଖାଇବା ଡାକି ନା ତାକୁ ମତେ ଡାକି ନଉନୁ ହାତ ଧରିକି ଖାଇବାକୁ। ଇଲୋ ବୋଉଲୋ ମୋ ଗେଲି ମତେ ଡାକି ନେଲେଣି ଖାଇବାକୁ। ଦିଦି ଭାଇ ଗ୍ରିଲ ଟା ପକେଇ ଦିଅ। ଗେଲି ଖାଇବା ଆମେ। ଇଲୋ ବୋଉ ବାବା ହାତ ଧରିକି ନବ ଦିଦି ହାତ ବି ଧରିକି ନବ। ବୋଉଲୋ ତୁ ଖାଇବୁ କଣ ଖାଇବୁ? ବାବା କୋଉଠି ବସିବ? ବାବା ବସ। ବାବା ବସ। ବାବା ବସିଲେ? ବାବା ବସିଲେ? ଆମ୍ବୁ ଅଛି ପଚାରୁଛି ମାମା। ଆମ୍ବୁ ଅଛି ଆମ୍ବୁ ଅଛି। ଭାଉଜ ଭାତ ଟିକେ ନହେଲେ କମେଇ ଦିଅ କାରଣ ମୋ ମୁଣ୍ଡ ବି ଜୋର ବିନ୍ଧୁଛି। ଏଇ ତା ଆଡ଼ିକି ରଖ। ସେ ଖାଇବ ନା ତାକୁ ନେଇଯିବ ନା ମୁଁ ଗଲାବେଳକୁ। ମାନେ ସିଏ କଣ କରୁଛି ଜାଣିଛ ଭାଉଜ? ଟୁଲରେ ଦୋକାନ ବାହାରେ ମୁଁ ବସିଥିଲି। ଯେମିତି ତା ଟୁଲରେ ବସିଗଲି ସେ କଣ କଲା ଦାଣ୍ଡକୁ ଦୌଡ଼ି ପଳେଇଲା। ମୁଁ ତାକୁ ଆଣିବାକୁ ରୋଡ଼ ଆଣିକି ପଳେଇଲା। ମୁଁ ଆଣିବା ପାଇଁ ଗଲି ଚୁପକିନା ଆସି ଟୁଲରେ ବସି ପଇଲା। ଏତେ ଚାଲାକ ସେ। କଣ ତୁ କଣ କରିବୁ? ମୁଁ ଇପି ଖାଇବି ମତେ ଭୋକ କଲାଣି।
ଭାତ ଭଲ ଲାଗୁନଥିଲା କିଛି ଖାଇବାକୁ ଗୋଟେ ମାମା ରୋଷେଇ ଭଲ କରୁନଥିଲା ଆଉ ନଉନୁ ଚିରି କହୁଛି ଭାଉଜ ଦେଖୁ ସେ କଣ କଞ୍ଚା ଖାଆନ୍ତି ଚିରି ଏସ୍ ଲଗେଇବି ଲାଇଟ୍ଟା ଇପି କରି ଖାଇବି ମୋତେ ପୁରା ଭୋକ ନାହିଁ ଜୋରେ ମୁଣ୍ଡଟା ଖରାପ ହେଇଗଲା ତୁ କଣ କରିବୁ ଓ ଆମ ସାଥିରେ ହେଇଯିବ ସେଟା କଞ୍ଚା ଖାଆନ୍ତିନି ବନା ହେଲେ ଖାଆନ୍ତି ଫ୍ୟାନ୍ଟା ଭାଉଜ ମାରିଦେ ଗୋଟେ ଗୋଟେ ପିଆଜ ଏଇ ସେ ସ୍ମେଲ ଆସିବ ଯିବନି ଛୁରୀ ଛୁରୀ ଛୁରୀରେ କଣା ହବ ବୋଲି ଡରି ନଥିବ ମୋର ଇପି ରେଡ଼ି ହେଇଗଲା ଏବେ ଟିଫିନ୍ କରିବା ପାଇଁ ଇଭିନିଂରେ ମାନେ ଆଜି ଲଞ୍ଚ ଠିକ୍ସେ କରିନଥିଲି ମୋତେ ମାନେ ଭୋକ ମାନେ ପ୍ରବଳ ଜୋରସେ ହେଲାଣି ଆଉ ମୋ ଝିଆରୀ ଏପଟେ ତା ଖାଇବା ଖାଇନି ସନ୍ଧ୍ୟାବେଳେ କିନ୍ତୁ ଏଇ ଇପି ପ୍ୟାକେଟ୍ ଦେଖେଇ ଦେଖି ତାକୁ ଖୋଲ ବୋଲି ସେମାନେ ପୁରା ଏତେ ଜୋରସରେ ଚିଲଉଥାଏ ଆଉ ଆଜି ତ ଯିବି ବୋଲି କହିଥିଲି ଭୁବନେଶ୍ୱର କିନ୍ତୁ ଯାଇପାରିଲିନି ମୋର ଆକ୍ଚୁଆଲି ସବୁ ପୁରା ବ୍ୟାଗ୍ ବି ପ୍ୟାକ୍ ହେଇଥିଲା ବୋଉ ବି ତାର ପ୍ୟାକ୍ କରିଥିଲା କିନ୍ତୁ ଆମର ସବୁ ରେଡ଼ି ବାହାରିଲା ବେଳକୁ ଟ୍ରେନ୍ ମିସ୍ ହେଇଗଲା ତ ଯାଇପାରିଲୁନି ତ କାଲି ମର୍ଣ୍ଣିଂରୁ ଯିବାର ଅଛି ବୋଉ ଆଉ ଯିବ କି ନାହିଁ ମୁଁ ବି ଠିକ୍ସେ ଜାଣିନି ମୁଁ କିନ୍ତୁ କାଲି ମର୍ଣ୍ଣିଂରୁ ହିଁ ପଳେଇବି ମୋ ଝିଆରୀ ଆସିକି ଦେଖିବ ଜିଦ୍ଦି କରିବ ଇପି ଖାଇବା ପାଇଁ ମୁଁ ରୁମ୍ରେ ଆସି ଖାଉଛି ଯେମିତି ସେ ଦେଖିପାରିବନି ତା ଖାଇବା ପାଇଁ ସେତିକି ସେ କାନ୍ଦୁନି ଯେତିକି ଏସବୁ ଖାଇବା ପାଇଁ କାନ୍ଦୁଛି ମୁଁ ଆଡ୍ଡା ଦେଖିବାକୁ ପଳେଇ ଆସିଛି ମୁଁ ଘରକୁ ଆସିଲେ ମୋର ସବୁବେଳେ ଖଟିଟା ହେଉଛି ରାତିରେ ଏଇଠି ଭାଉଜ ଘରେ ଏଇ ତୁ ଏନେ କେମିତି ହସିଥିଲୁ କୁଇନା ଭାଉଜ ମାନେ ମୁଁ ଯେତେବେଳେ ଘରକୁ ଆସେ ଯଦି ମୁଁ ଘରେ ନଥିବି ତାହେଲେ ମୋ ଆଡ୍ଡା ହେଉଛି ଏଇଠି ଭାଉଜଙ୍କ ଘରେ 7ଟାରେ କାଲି ବର୍ଷା ଯେଉଁ ହେଉଥିଲା କହୁଥିଲି ରହିଯାଇଥିଲି କେବଳ ଭାଉଜଙ୍କ ଘରେ ଏଇଠିକି ଆସିଥିଲି 8:30 ବେଳେ ଯେଉଁ କହୁଥିଲେ ଆସିକି ରହିଯାଇଥିଲେ ଆଉ ଆସିପାରୁନଥିଲି ଭାଉଜଙ୍କ ଘରେ ହିଁ ଥିଲି ଗଲି ଯାଇକି 8:30 ଆସିଲି ଗଲି ଯାଇକି 9:45 ବେଳକୁ ଏଇ କ'ଣ କରୁଛୁ ତୁ କେମିତି ବସୁଛୁ କି ଧନ ଟିକେ କହିଥିଲୁ ହାଏ କହିଦେଲୁ ଟିକେ ଏଇଠି କହିଲୁ ହାଏ କହିଦେଲୁ ସେ ବିଜି ଦେଖିବି ମୋବାଇଲ ବିଜି ସେ ମୋବାଇଲରେ ଭିଡ଼ିଓଟା ଯେଉଁ ଭଳିଆ ହସଉଛି ସେ ସେଇଭଳିଆ ହା ହେଉଛି କ'ଣ ଡାଲି ଛୁଙ୍କ ଦାଣ୍ଡୁକୁ ମୋତେ ଶୁଭିଲା ବୋଲି ମୁଁ ଆଇଲି ମୋବାଇଲଟାକୁ ଧରିକି ସତରେ ଲୋ ଡାଲି ଛୁଙ୍କ ମୋତେ ଏଇ ଯେଉଁ ପଶିଥିଲି ସେପଟ ସାଇଡ଼୍ରେ ମୋତେ ଡାଲିର ବାସ୍ନାଟା ଆସିଲା ଜୋରେ ମୋତେ ଛୁଙ୍କଟା ହେଲା ମୁଁ କହିଲି କ'ଣ ଏଇ ଆମ ଘର ଉପରେ ବାହାର ପଟୁ ହେଲା ଏ ପାଣି ଆଣିଲି ସତରେ ପାଣି ଆଣିଲି ମୁଁ ଇଚ୍ଛା କ'ଣ ଦେଖା ଦେଉଛି ହେଲା କୋଉଠି ପାଣି ଡାଲି ହେଇଛି କହିଲ କୋଉଠି ପାଣି ଡାଲି ହେଇଛି ଭିଡ଼ିଓରେ କାଳେ ନାମ ପଳେଇବ ବୋଲି ଦେଖେଇ ଦେଇ ଘାଣ୍ଟି ଦେଉଛନ୍ତି ସତରେ କିନ୍ତୁ ପାଣି ଡାଲି ହେଇଛି ଆଗ ଘରେ ସବୁ ପାଣି ଡାଲି କରି ଖାଆନ୍ତି ତମରି ଘରେ ପାଣି ଡାଲି କରିକି ଖାଉଛନ୍ତି ଏଠି ମାନେ ତମ ଘର ମାନେ ଶାଶୁ ଘର କଥା କହୁଛି ମୋତେ ବାସ୍ନାଟା ହେଲେ ମନେ ପଡ଼ିଲା କି ନାଇଁ ଡାଲମାଟା ହେଉଛି ରାତିରେ ରୁଟି ଡାଲମା ବୋଲି ଶୁଣ ତମ ଝିଅ କ'ଣ କଲାଣି ଆଜି ଦିନକୁ 3 ଥର ଭାଉଜ ସେ ବଜାର ଯାଇକି ଆଇଲାଣି ଏବେ ତ ବାବା ସାଙ୍ଗରେ ବାହାରୁଥିଲା ଯେମିତି ବଡ଼ ଭାଇ ପାଟି କଲା ଭାଗ କରି ଚୁପଚାପ ବସି ବୋଉ କୋଳରେ ମୋ ଉପରେ କାନ୍ଦୁଛି ଆଉ ସବୁ କହୁଛି ବାପା ନେଇକି ଗଲେ ବିନୋଦ ପୁଣି ନେଇକି ଗଲା ମୁଁ ଯାଇ ଗାଡ଼ିରେ ବସି ପଇଲି ବୋଲି କାନ୍ଦୁଛି ବଡ଼ ଭାଇ ଯଦି ପିକିଲେ କହୁଛି ଆଉ ସବୁ ଗୋଟେ ଜରି ଭିତରେ ସବୁ ହାଁ ଆଉ ଧିରୁ ବି ହେଇଛି ପୁରା ଫୁଲି ଯାଇଥିବ ଏଇ ଯେଉଁ କେଉଁ ଗୋଟେ ଇଟା ସବୁ ଜରି ପୁରେଇକି ରଖିଛି ମୁଁ ନେଇଯାଉ ମାମା ରୋଷେଇ କରିବ ମୋ ଶାଶୁଘରୁ କାହିଁ ଇଟା ନେଇକି ଯିବି ତମେ କିଛି ଦବନି କି